ମୁଁ ଯାହା ଆଶା କରିଥିଲି ସେ ଆଶା ମୋର ପୂରଣ ହେଇଯିବ ବୋଲି ମୁଁ କେବେ ବି ଭାବିନଥିଲି। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ମଙ୍ଗଳମା, ରାଧେ ରାଧେ। ମୁଁ ଜାଣିଛି ହୁଏତ ଏଠି ମୁଁ ଯାହା ବି କହିବି ଆପଣମାନେ ସେ କଥାର ମଜାକ ଉଡ଼େଇବେ। କାହିଁକି ନା କେତେ ଜଣ ଅଛନ୍ତି ଭଲ ପାଉଛନ୍ତି ଆଉ କେତେ ଜଣ ଅଛନ୍ତି ମୋତେ ଘୃଣା ବି କରୁଛନ୍ତି। ଆଜି ଯେଉଁ କଥା ମୁଁ ଆପଣମାନଙ୍କୁ କହିବି ନା ସେଇଟା ହେଉଛି ମୋ ମନର କଥା। ଆପଣମାନେ ଶୁଣିକି କ'ଣ ଭାବିବେ କେଜାଣି, କିନ୍ତୁ ମୁଁ କହିବା ପୂର୍ବରୁ ମୋତେ କାନ୍ଦ ଲାଗୁଛି। ବାହାଘର ପୂର୍ବରୁ ମୁଁ ସବୁବେଳେ ଶୁଣି ଆସିଛି ଶାଶୁ ବୋହୂଙ୍କ ଭିତରେ କେବେ ବି ପଡ଼େନି। ତ ମନ ଭିତରେ ସବୁବେଳେ ଡର ଥାଏ ମୁଁ ବାହା ହେଲା ପରେ ମୋ ଶାଶୁ କେମିତିକା ହେବେ। ଯେତେବେଳେ ଭାଇଙ୍କୁ ମୁଁ ଭଲ ପାଉଥିଲି ସବୁବେଳେ ତ ମାଆଙ୍କ ସାଙ୍ଗରେ କଥା ହେଇପାରିନି। ଦିନେ ଅଧେ ଯେତେବେଳେ କଥା ହୁଏ ମାଆଙ୍କର ଭଏସ୍ଟା ଟିକେ ମୋତେ ରାଗିଲା ପରିକା ଲାଗେ। ତ ସବୁବେଳେ ଭାବେ ମୋ ଶାଶୁ ବୋଧେ ରାଗି। ବାହାଘର ପୂର୍ବରୁ ଶାଶୁଘର ପାଖ ଲୋକ କେତେଜଣ ଆସିକି କୁହନ୍ତି କି ମୋ ବାପାଙ୍କ ଆଗରେ କି ସେ ପୁଅର ମା ବହୁତ ରାଢ଼ି, ଜମା ସେଠି ବାହାଘର କରନା। ଆଉ ମୋ ବାପା କୁହନ୍ତି ମୁଁ ପିଲା ଦେଖିକି ଦଉଛି ମୋ ଝିଅକୁ, ପିଲା ତ ମୋର ବହୁତ ଭଲ। ବାହାଘର ପୂର୍ବରୁ ମୋ ଶାଶୁ ଶ୍ୱଶୁର ଥରେ ଆମ ଘରକୁ ଆସିଥିଲେ ଆଉ ବାପା ଦେଖି କହିଥିଲେ ନାଇଁ ନାଇଁ ପୁଅର ବାପା ମା ବି ବହୁତ ଭଲ ଲୋକ, ଯେଉଁମାନେ କହୁଛନ୍ତି ତାଙ୍କଠି ଆମର କ'ଣ ଅଛି। କିନ୍ତୁ ମୋ ମନରେ ସବୁବେଳେ ଡର ଥାଏ ମୁଁ କେମିତି ଯିବି, ଚଳିବି କେମିତି, କେମିତିକା ଶାଶୁ ସେ ହେଇଥିବେ। କାହିଁକି ନା ବାହାଘର ପୂର୍ବରୁ ସବୁବେଳେ ମା ମୋତେ ଖୁଏଇ ଦେଲେ ମୁଁ ଖାଏ, ନିଜ ହାତରେ କେବେ ବାଢ଼ିକି ଖାଏନି କି ଯିଏ ଥରେ ବାଢ଼ିକି ଦେଇଛି ତାପରେ ମୁଁ ନେକ୍ସଟ ଟାଇମ୍ ଯାହା ଦରକାର ପଡ଼େ ମୁଁ ମାଗେନି। ଆଉ ମୋ ମା ତ ମୋ ମନ କଥା ବୁଝିପାରେ, ତ ସେଥିପାଇଁ ସେ ଥରକରେ ହିଁ ମୋତେ ବାଢ଼ିକି ଦେଇଥାଏ କି ମୋ ଝିଅ ଏତିକି ହିଁ ଖାଇବ। ତ ବାହାଘର ପୂର୍ବରୁ ଆପଣଙ୍କ ଭାଇନାଙ୍କୁ ମୁଁ ସବୁବେଳେ କହେ ମୁଁ କେମିତି ସେଠି ଯାଇକି ଚଳିବି, କ'ଣ କରିବି। କାହିଁକି ନା ମୁଁ ସବୁ ରୋଷେଇବାସ କରିକି ଥୋଇଦେବି କିନ୍ତୁ ନିଜ ହାତରେ ବାଢ଼ିକି ଖାଇବାକୁ ମୋତେ ଭଲ ଲାଗେନି। ତ ଆପଣଙ୍କ ଭାଇନା କ'ଣ କରିଥିଲେ ନା ମାଆଙ୍କ ଆଗରେ ଏଇ କଥା କହିଥିଲେ। ତ ମା ମୋତେ ଫୋନ୍ କରି କହିଥିଲେ କି ଶୁଣୁ ମା, ତୁ ଏ ଘରକୁ ଝିଅ ହେଇକି ଆସିବୁ ଆଉ ମୁଁ ଅଛି ନା, କେବେ ତୁ ହଇରାଣ ହବୁନି। ଆଉ ସତରେ ସେ ତାଙ୍କ କଥା ରଖିଲେ। ଆଉ କ'ଣ ହେଲା ସବୁ ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ